ସେ ମୋତେ ଏମିତି ବୁଲିବା ପ୍ଲାନ୍ କରିକି ମୋତେ ତାଙ୍କ ଗଛରେ ପକେଇକି ମୋତେ ଏଇ ଯେଉଁ ଆମ ବାଲିଆପାଳ ଥିବା ଜଗନ୍ନାଥ ମନ୍ଦିର ତାପରେ କହିଲେ କି ଡଗରା ବିଚ୍ ଦେଖିବା ପାଇଁ ଏମିତି ବାହାନା କରିକି ମୋତେ ନେଇଗଲେ। ତାପରେ ମୁଁ ବି ତାଙ୍କ କଥାରେ ପଡ଼ିକି ମୁଁ ଚାଲିଗଲି। ସେଠି ମୋ ସହିତ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଲେ। ମୋ କାନ୍ଦାକଟା କଲାକୁ ମରିଯିବି ବୋଲି କହିଲାକୁ ସେ ମୋତେ ବାହାଘରର ପ୍ରତିଶ୍ରୁତି ଦେଲେ। ଲୁଚା ଛପାରେ ବାହା ହେଲେ, ଶାରୀରିକ ସମ୍ପର୍କ ରଖିଲେ, ଥରେ ନୁହେଁ ବାରମ୍ବାର ସମ୍ପର୍କରେ ରହିଲେ, ଆଉ ଶେଷରେ ଅନ୍ୟ ଜଣଙ୍କୁ ବାହା ହୋଇ ଘର ସଂସାର କରିବାକୁ ଯାଉଛନ୍ତି। ବିଜେଡି ନେତ୍ରୀ ବିଷ୍ଣୁପ୍ରିୟା ବୁଗୁଡିଙ୍କ ପୁଅ ନାଁରେ ଆସିଛି ଏମିତି ଲଭ୍ ସେକ୍ସ ଧୋକାର ସାଂଘାତିକ ଅଭିଯୋଗ। ଲୋକଙ୍କୁ ମୁଁ ଇନଫର୍ମ କଲି ଯେ ମା ମୁଁ ଏବେ କ'ଣ କରିବି, ଆପଣଙ୍କ ପୁଅ ତ ଏମିତି କରିଛନ୍ତି। ତାଙ୍କ ମାଆଙ୍କୁ ଯେତେବେଳେ ମୁଁ ଏକଥା ଜଣେଇଲି ସେତେବେଳେ ସିଏ ହଉଛୁ ମାନେ ମୋତେ ଖରାପ ଭାଷାରେ ଗାଳି, ଯାହା କରୁଛୁ କରିପକା, ଆଉ ମୋର କେହି କିଛି ମାନେ ବାଳ ବଙ୍କା କରିପାରିବେନି, ଏମିତି ବହୁତ ଖରାପ ଭାଷାରେ ଗାଳି ମଧ୍ୟ କଲେ। ଆଉ ସେ ଫାଲତୁ କଥା ମୁଁ ବୁଝିପାରିବିନି, ମୋ ପୁଅ କାହାକୁ ବାହା ହେଲା କ'ଣ ନାହିଁ ସେ କଥା ମୁଁ ବୁଝିପାରିନି, ଏମିତି କହିଲେ। ତାପରେ ମୁଁ କ୍ୱେଶ୍ଚନ କଲି ଯେ ଯଦି ଆପଣ ମୋତେ ବାହା ହେବାର ନଥିଲା ତାହେଲେ ମୋତେ ଏତେ ପ୍ରତିଶ୍ରୁତି କ'ଣ ପାଇଁ ଦଉଥିଲେ? ଆପଣ ନିଜେ ମୋତେ ଆଣିକି ତାଙ୍କ ସାଙ୍ଗରେ ଲିଭିଂରେ ରଖିବା ପାଇଁ ବାଧ୍ୟ ମଧ୍ୟ କରୁଛନ୍ତି। ଏତେ କିଛି ସରିଲା ପରେ ବାହାଘର ଠିକ୍ ହେଇଥିଲା ଆପଣମାନେ ମୋ ସହିତ ଏମିତି କ'ଣ ପାଇଁ କରୁଛନ୍ତି? ତ ସେ ଡାଇରେକ୍ଟ ଫୋନ୍ କାଟିଦେଲେ। ତାପରେ ଗୋଟେ ଦିନ ପରେ ମୁଁ ଜାଣିବା ପାଇଁ ପାଇଲି ଯେ ଗତ 19 ତାରିଖ ଦିନ ତାଙ୍କ ପୁଅକୁ ସେ କୋରାପୁଟରେ ସେ ଯୋଉ ଯିଏ ଝିଅ ସାଙ୍ଗରେ ଧରା ପଡ଼ିଥିଲେ ତାଙ୍କ ସାଙ୍ଗରେ ସେ ବାହାଘର ଛାଡ଼ି ଦେଇଛନ୍ତି। ଇଏ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା 14 ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବୁଗୁଡିଙ୍କ ପୁଅ ଜଗନ୍ନାଥ ବୁଗୁଡି ଲିପୁନ। ଦେଖିବାକୁ ବେଶ୍ ଡଉଲ ଡାଉଲ। ବ୍ରାହ୍ମଣତା ଗାଁର ଲିପୁନ ନିଜ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲେ। ବିଶ୍ୱାସ ଜନ୍ମାଇବା ପାଇଁ ପ୍ରଥମେ ଜଗନ୍ନାଥ ମନ୍ଦିରରେ ସିନ୍ଦୁର ପିନ୍ଧାଇଲେ। ଏହାପରେ ଡଗରା ବିଚ୍ ବୁଲାଇ ନେଇ ମୋ ସହ ରାତି ବିତାଇଲେ। ହେଲେ ଘରକୁ ବୋହୂ କରି ନେବାକୁ କହିବାରୁ ବାହାନା ଦେଖାଇଲେ। ତାଙ୍କ ଘର ଲୋକ କହିଲେ କି ଯାହା ବି ଯଦି ଭଲ ପାଉଛ ଆମେ ଯାଉଛୁ, ଆମେ ସେ କଥା ବୁଝିବା, କିନ୍ତୁ ଏବେ ତମ ମାନେ ମୋର ସେତେବେଳେ 17 ବର୍ଷ ହେଇଥିଲା ଯେହେତୁ ତ ସେମାନେ ହେଲେ କହିଲେ କି ଏଇ କଥା କାହାକୁ ନ କହିକି ଆମେ ବାହାଘର କରେଇଦବୁ, ଧୈର୍ଯ୍ୟ ଧର, ତମ ବୟସ ଆମେ ବାହାଘର କରେଇଦବୁ। ତାପରେ ଆମେ ଏମିତି ବୁଝାମଣା ହେଇକି ମୁଁ ପୁଣି ଏବେ ଅନୁଗୁଳ ପଳେଇ ଗଲି, ସିଏ ବି ଅନୁଗୁଳ କାମରେ ପଳେଇଗଲେ। ତାପରେ ଆମ ଦୁଇ ଜଣ ପୁଣି କାମ କରୁଥିଲେ ସେ ବାରମ୍ବାର ମୋ ସହିତ ମାନେ ଶାରୀରିକ ସମ୍ପର୍କ ମୋ ଇଚ୍ଛା ବିରୋଧରେ ରଖିଲେ। ଆଉ ମୁଁ ଯେତେବେଳେ ବେଶୀ କାନ୍ଦାକଟା କଲି ମରିଯିବି ବୋଲି ଏମିତି ଧମକ ଦେଲି ବି, ମୁଁ ଗୋଟେ ବ୍ରାହ୍ମଣ ଘର ଝିଅ, ଆଉ ମୋ ସହ ଏମିତି ବାରବାର କରୁଛ, ଏମିତି ମାନେ ହାତ କଟିକି ମାନେ ଇମୋସନାଲ କରିକି ମେଣ୍ଟାଲି ଟର୍ଚର କରିକି ଏମିତି ରିଲେସନ ବନଉଛ। ତାପରେ ମୁଁ ଏଇ ସବୁ କଥା ଯେତେବେଳେ କହିଲି ସେ ମିଶ୍ରପଡ଼ାରେ ଥିବା ହନୁମାନ ମନ୍ଦିରକୁ ନେଇକି ମୋ ମୁଣ୍ଡରେ ସିନ୍ଦୁର ମଧ୍ୟ ଦେଇଥିଲେ। ଶେଷରେ ଯୁବତୀ ଜଣଙ୍କ ଏନେଇ ପରିବାର ଲୋକଙ୍କୁ ଜଣାଇବା ସହ ପ୍ରେମିକ ଲିପୁନର ମା ବିଷ୍ଣୁପ୍ରିୟା ଓ ବାପା ସଞ୍ଜୟ ବୁଗୁଡିଙ୍କୁ ଜଣାଇଥିଲେ। ହେଲେ ପୁଅର କଳାକାରନାମା ଲୁଚାଇବାକୁ ଯାଇ ଯୁବତୀ ଜଣଙ୍କୁ ଧମକ ଚମକ ଦେଇଥିଲେ। ଆଉ ଶେଷରେ କୋରାପୁଟରେ ପୁଅକୁ ବିବାହ କରାଇଥିବା ଜଣାପଡ଼ିଛି। ତାଙ୍କ ମା କହିଲେ କି ଏସବୁ କଥା ଫୋନରେ ନେଇ ମୁଁ ଯାଉଛି, ଏସବୁ କଥା ବୁଝେଇକି ଆସିବି। ତାପରେ ଗୋଟେ ଦିନ ପରେ ତାଙ୍କ ମା ବାପା 2 ଜଣ ଯାକ ଆସିଥିଲେ ଅନୁଗୁଳ, ଆଉ ଆମକୁ ବି ବୁଝେଇଲେ। ଆଉ ଯେହେତୁ ମୋ 17 ବର୍ଷ ହେଇଥିଲା ସେଇ କଥା ନେଇକି ଆମକୁ ବୁଝେଇଲେ, ଆଉ ତମ ଭିତରେ ଯଦି ପ୍ରେମ ସମ୍ପର୍କ ହେଇଛି ଆମେ ବାହାଘର କରେଇଦେବୁ। ତାପରେ ଆମ ଘରକୁ ମଧ୍ୟ ସେ କଲ୍ କଲେ। ତାପରେ ଆମ ଘରେ ତ ଫାଷ୍ଟ ରାଜି ନଥିଲେ, ତାପରେ ସେ ଆମ ଘରକୁ ଆସିକି ପ୍ରସ୍ତାବ ନେଇକି ଆସିଲେ, ତାଙ୍କ ପୁରା ଫୁଲ ପରିବାର ସହ ଆସିଥିଲେ ଆମ ଘରକୁ ପ୍ରସ୍ତାବ ନେଇକି। ତାପରେ ସବୁ କିଛି ବାହାଘର ଠିକ୍ ଥିଲା। ତାପରେ ମୁଁ ଆମ କଲେଜକୁ ଏକ୍ଜାମ ଦେବା ପାଇଁ ପଳେଇ ଗଲି। ତାପରେ ସେଇ ଟାଇମରେ କି ନା ତାଙ୍କର ପର୍ସନାଲ ହସ୍ପିଟାଲ ଗୋଟେ ଖୋଲିଲେ କଟକ ନରସିଂହପୁରରେ। ତ ମତେ ସିଏ ଯାଇକି ସେଠୁ ବୁଝାମଣା କରିକି ତାଙ୍କ ବାପା ମା ମାସକୁ 20,000 ଟଙ୍କା ଦରମା ଦେବେ ବୋଲି କହିକି, ଆଉ ନିଜ ଲୋକ ଗୋଟେ ହସ୍ପିଟାଲର ସବୁ କିଛି ବୁଝାବୁଝି କରିବ ଏଇଟା କହିକି ମତେ ସେ ସେଠୁ ନେଇ ଆସିଲେ ଆମ କଲେଜରୁ। ଏବେ ଜାଣନ୍ତୁ पूरा प्रेम कहानी। 2021 मसीहारे युवती जनक केन्दुझर डायलिसिस टेक्नीशियन पाठ पढ़ुथिले। प्रैक्टिकल पाई अनुगुल जाइथिबा बेले जगन्नाथ बुगुड़ी देखा होइथिला। उभय बस्ता अंचल होइथिबारु प्रेम संपर्क गढ़ी उठिथिला। विश्वास जन्माइबा पाई युवती को घर को नेबा सह परिवार लोकंक सह परिचित कराइथिले। प्रेम आगकू बढ़िबा सह संपर्क सबु बाड़ डेई शारीरिक संपर्क आगकू बढ़िथिला। हेले एबे जगन्नाथ किछि जानि नथिबा अभिनय करबा सह प्रेम संपर्क रे पूर्णछेद टाणिछंती। डायलिसिस टेक्नीशियन कोर्स करथले केन्दुझर 2021 मसिया।
तापर आम कॉलेज थ्रो रो मु जाइथली अनुगुल सुरेंद्र हॉस्पिटल को प्रैक्टिकल पई आउ सेटिकी सी सीनियर टेक्नीशियन हिसाब रे आस्थिले काम करिया पई जगन्नाथ बुगुड़ी 14 नंबर जिला परिषद बीजेडी जिला परिषद विष्णुपुरा बुगुड़ी को पुआ जगन्नाथ बुगुड़ी सेठी काम करिया पई आसितले से तापरे से एमती मते प्रपोजल देइथले माने भल पाइबारो अरे मु तो फास्ट मना करथली तापरे भी मते एमती बाध्य करथले जो माने मो आगे प्रपोजल देइथले आ एमती हमर कथावार्ता चलिला बहुत दिन परे हमर भल पाइबा हेतला तापरे हम दुई जन घर को आस्थलु छुट्टी घर को आस्थलु तो से मते एमती बुलिया प्लान करिकी मते तांग कथरे पकेकी मते ए जो हम बालियापाड़ा थिया जगन्नाथ मंदिर तापरे कहले कि डगरे बीच देखिया पे एमती बहाना करके मते नै गले तर मु भी तांको कथरे पड़ी कि मु चलियली सेठी मो सहित जबरदस्ती शारीरिक संपर्क रखिले मो कांधागटा कल्ला को मरजी बोली कहला को से मते बाहा कर प्रतिश्रुति देले सेटू चलला परे फिर बोलांगीर हॉस्पिटल को सेटी नेकी फिर से हॉस्पिटल सेटी करले सेटी डाउन ले चलिला तापरे मु से छ को बारंबार फोन करले जे 2 लाख टका छ मु तो घरे लोन करके एक्सिस बैंक बंधन ग्रुप जाना बैंक रो लोन करके मु पैसा देछि से पैसा रे सुद पैसा छ दियो तुमे ना हम तो माने लॉस चलिला तनकर आम जिनस पत्र बिकबुका कि आपन को पैसा आम दे देबु तो ए भले कथा हेजी आज पैसा पैसा मागिबारु से तांको मा माने बस्ता 14 नंबर जून रो 14 नंबर जिला परिषद विष्णुपुरा बुगुड़ी प्रेम रे प्रतारित हेबा परे युवती जनक जगन्नाथଙ୍କ नारे बालियापाड़ा थाना रे लिखित अभियोग करिसेंती एहासो न्याय पई मुख्यमंत्री को निवेदन करिसेंती सेपटे प्रेमिक लिपुन को बापा कहिसेंती विवाहर प्रस्ताव जाइथिला किंतु झियो घर लोक मना करि देबारु विवाह होई नाही आगे सर मु सेटा पछत मन कोन घटना नै जे रात 11 आसला मु तुल्ली तो आसला तब मु कहली ठीक अछि मु इनक्वायरी करा भितर कोन अछि का साथरे गोटा बाहागर प्रस्ताव हमर पडतला तो एका पाखर से माने काम करतले हमर अनुकूल जतले से तला एका पाखर से माने गोटे इयर मेडिकल काम करतले से इयर प्रस्ताव पडतला तांको प्रस्ताव अनुसार हमर फेब्रुआरी 14 रो फाइनल एला बाहागर पय तो आज्ञा आम घर लोक जाके देखा करते देखा चाह करते घर लोक भी आसते फेब्रुआरी 14 फाइनल एला आज्ञा पर से माने हमर सब एडवांस दवा पर से ताकर बाहागर कैंसिल कर देले ना जे हमर बाहागर परिवार ना सेठी पकरो हम तो बाहागर से भी ताकर हमर कॉल करन कि आमे ताको कॉल भी करियो हां ए हिसाब रो से ताकर एबिक्स सुचु केस कर दे से तो मु तो किछि तार भी जानि सुंदर चेहरा पछरे पड़ी आजिर युवपीढ़ी प्रतारणार शिकार हेउछंती एमिति अभियोगर तालिका लंबी बारे लागिछि केबे एथिरे फुल स्टॉप लागिबो सेही दिन को अपेक्षा करिछि आजिर समाज जलेश्वरु अजित दास को रिपोर्ट ओटीवी।